ତିରିଶ ମେ ଶୁକ୍ରବାର ଦିନଟି କୌଣସି ସାଧାରଣ ଦିନ ନୁହେଁ। ଏହି ଦିନ ବିନାୟକ ଚତୁର୍ଥୀ ପଡୁଛି। ଇଏ ସେହି ବିନାୟକ ଚତୁର୍ଥୀ ଯେବେ ସ୍ୱୟଂ ଭଗବାନ ଶ୍ରୀ ଗଣେଶ ତାଙ୍କ ହାତରେ ତାଙ୍କ ଭକ୍ତଙ୍କର ଭାଗ୍ୟ ରେଖାକୁ ଦ୍ୱିତୀୟ ଥର ଟାଣିଥାନ୍ତି। ଆଉ ଏହି ଦିନ ଯଦି ଆପଣ ସକାଳ ସମୟରେ ଗୋଟିଏ ବିଶେଷ ଜିନିଷ ଚୁପଚାପ ଗୋମାତାକୁ ଖୁଆଇ ଦେବେ, ଆଉ ସେହି ଜିନିଷ ଆପଣଙ୍କ ଜୀବନର ସବୁଠୁ ବଡ଼ ପୁଞ୍ଜି ବନିଯିବ। ଏ ଦୁନିଆର ପ୍ରତ୍ୟେକ ଲୋକ ପଇସା ପଛରେ ଦୌଡ଼ିଥାନ୍ତି, ସୁଖ ପଛରେ ଏବଂ ମାନ ସମ୍ମାନ ପଛରେ ଦୌଡ଼ିଥାନ୍ତି, କିନ୍ତୁ ସେହି ଲୋକ ଠିକଣା ଜାଣିନଥାନ୍ତି ଯାହା ପିଢ଼ି ପରେ ପିଢ଼ି ତାଙ୍କୁ ଧନ ଦେଇଥାଏ। ଆପଣ କେବେ ଭାବିଛନ୍ତି କି କ'ଣ ପାଇଁ ଅନ୍ୟମାନଙ୍କ ଘରେ ବିନା ପରିଶ୍ରମରେ କରୋଡ଼ ଆସିଥାଏ, ଆଉ କାହା ହାତରେ ଲକ୍ଷେ ପରିଶ୍ରମ ପରେ ବି କିଛି ଆସିନଥାଏ? ଆଉ ଏହାର ଏକମାତ୍ର ଠିକଣା ହେଉଛି କର୍ମ ଓ ସମୟର ଫଳ। 30 ମେ ଏ ଯେଉଁ ପାବନ ତିଥିରେ ଶୁକ୍ରବାରର ଏହି ଦୁଇଟି ଶୁଭ ଯୋଗ, ବିନାୟକ ଚତୁର୍ଥୀ ଦିନର ଏହି ଦିବ୍ୟ ତିଥି, ଏହି ତିନୋଟି ଯୋଗ ଯେବେ ଏକା ସାଙ୍ଗରେ ଆସିଥାଏ ତ ପୁରା ବ୍ରହ୍ମାଣ୍ଡର ରହସ୍ୟ ଖୋଲିଥାଏ। ଆଉ ଏହି ରହସ୍ୟର ଚାବିକାଠି ହେଉଛି ଗୋମାତା। ଯେଉଁ ଘରେ ଗୋ ସେବା କରାଯାଏ ସେହି ଘରେ ଦରିଦ୍ରତା ବାସ କରିପାରେ ନାହିଁ। ଆଉ ଯେବେ ବିନାୟକ ଚତୁର୍ଥୀ ଦିନ ବ୍ରହ୍ମ ମୁହୂର୍ତ୍ତରେ ସୂର୍ଯ୍ୟୋଦୟ ପୂର୍ବରୁ ଚୁପଚାପ ଏକ ଛୋଟିଆ ଜିନିଷ ଗୋମାତାକୁ ଖୁଆଇ ଦିଆଯିବ, ତ ମାତ୍ର ଏହା ଗୋଟିଏ ସେବା ନୁହେଁ, ବରଂ ଏହା ଭାଗ୍ୟର କବାଟକୁ ବାଡ଼େଇବ। 30 ମେ ଦିନ ସକାଳୁ ଉଠନ୍ତୁ, ସ୍ନାନ ଆଦି ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରିବେ। ତାପରେ କୌଣସି ବି ଲାଳସା ରଖିବେ ନାହିଁ, ବାସ୍ ଗୋଟିଏ ସଂକଳ୍ପ ନେବେ। ପ୍ରଭୁ ଗଣେଶ, ଆଜି ମୁଁ ତୁମର ପ୍ରିୟ ଗୋମାତାର ସେବା କରୁଛି। ମୋର ପ୍ରତ୍ୟେକ ବାଧାକୁ, ପ୍ରତ୍ୟେକ କଷ୍ଟକୁ ତୁମେ ଦୂର କରିଦେବ। ମୋ ଜୀବନର ଲକ୍ଷ୍ୟ ମୋତେ ତୁମେ ଦେଖାଇବ। ବାସ୍ ଏତିକି ମନରେ ପ୍ରାର୍ଥନା କରିବେ, ଆଉ କାହାକୁ କିଛି କହିବେ ନାହିଁ, କାହାକୁ କିଛି ଦେଖେଇବେ ନାହିଁ। ଗୋଟିଏ ରୁଟି ବନାଇବେ, ସେହି ରୁଟିରେ ଗୋଟିଏ ଛୋଟିଆ ଜିନିଷ ରଖିବେ, ଆଉ ସେହି ଛୋଟିଆ ଜିନିଷଟି ହେଉଛି ଗୋଟିଏ ଛୋଟିଆ ଖଣ୍ଡ ଗୁଡ଼। ଏହି ଦିନ ଗୁଡ଼ ଅମୃତ ବନିଯାଇଥାଏ। ଏଥିପାଇଁ 30 ମେ ଶୁକ୍ରବାର ଦିନ ରୁଟିରେ ସେହି ଛୋଟ ଗୁଡ଼ ଖଣ୍ଡକୁ ରଖି ଚୁପଚାପ ଗୋମାତାକୁ ଖୁଆଇଦେବେ। ଗୁଡ଼ର ଏହି ଛୋଟିଆ ଖଣ୍ଡ କୌଣସି ସାମାନ୍ୟ ବସ୍ତୁ ନୁହେଁ। ଏହି ଦିନ ଗାଈ ମାଧ୍ୟମରେ ଆପଣଙ୍କ ଜୀବନରେ ଲୁଚିକି ରହିଥିବା ଦୌଲତର ତାଲାକୁ ଖୋଲିଥାଏ। କାହିଁକି ନା ବିନାୟକ ଚତୁର୍ଥୀରେ ଯେବେ ଆପଣ ଗୋମାତାକୁ ମିଠା ଅର୍ପଣ କରିଥାନ୍ତି, ତ ଏହା ସିଧା ସିଧା ଗଣପତିଙ୍କ ଚରଣରେ ପହଞ୍ଚିଥାଏ। ଆଉ ଯେଉଁଠି ଗଣପତିଙ୍କର ଦୃଷ୍ଟି ପଡ଼ିଥାଏ, ତାର ଭାଗ୍ୟ ବନିବାକୁ ଡେରି ଲାଗିନଥାଏ। ଆପଣ ଏହି ଉପାୟ କରନ୍ତୁ, ପୁଣି ଦେଖିବେ ଗୋଟିଏ ମାସ ଭିତରେ କିପରି ଆପଣଙ୍କର ଭାଗ୍ୟ ଦୌଡ଼ିବାକୁ ଲାଗିବ। ଆପଣ ନିଜେ ଦେଖିବେ ଯେଉଁ ବେପାର ଆପଣଙ୍କର ବନ୍ଦ ହୋଇପଡ଼ିଥିଲା, ଅଚାନକ ଗ୍ରାହକ ଆସିବାକୁ ଲାଗିବେ। ଯେଉଁ ଚାକିରି ଆପଣଙ୍କୁ ମିଳିପାରୁନଥିଲା, ସେହି ଜାଗାରୁ ଆପଣଙ୍କ ପାଖକୁ ଫୋନ୍ କଲ୍ ଆସିବ। ଯେଉଁ କୋର୍ଟ କଚେରୀ ବର୍ଷ ବର୍ଷ ଧରି ଚାଲି ଆସୁଥିଲା, ତାହା ଏକ ଚୁଟକିରେ ସମାପ୍ତ ହୋଇଯିବ। ଯେଉଁ ପଇସା ଆପଣଙ୍କର ପଡ଼ିକି ରହିଛି ତାହା ଫେରସ୍ତ ପାଇବେ। ଆଉ ସବୁଠାରୁ ବଡ଼ କଥା, ଆପଣଙ୍କ ଘରେ ଧନର ଯେଉଁ ବର୍ଷା ହେବ, ସେହି ବର୍ଷା କେବେ ବି କମିବ ନାହିଁ। କିନ୍ତୁ ଆପଣ ଧ୍ୟାନ ରଖିବେ, ଏହି ଯେଉଁ ଉପାୟ, ଏହି ଉପାୟର କିଛି ନିୟମ ରହିଛି। ଏହା କୌଣସି ଡ୍ରାମେବାଜି ନୁହେଁ। ଏହା ଏକ ଗୁପ୍ତ ସାଧନା ଅଟେ, ଯାହା ଶ୍ରଦ୍ଧା ଦ୍ୱାରା ଫଳ ଦେଇଥାଏ। ତ ପ୍ରଥମ ନିୟମ, ଯେଉଁ ରୁଟି ଆପଣ ଗୋମାତାକୁ ଖୁଆଇବେ ସେହି ରୁଟି ଆପଣ ନିଜେ କରିବେ, ଅନ୍ୟ ଦ୍ୱାରା ସେହି ରୁଟି କରାଇବେ ନାହିଁ। ଦ୍ୱିତୀୟ ନିୟମ ହେଉଛି ଗୁଡ଼ ପୁରା ଶୁଦ୍ଧ ହୋଇଥିବା ଦରକାର, ଶୁଦ୍ଧ ଗୁଡ଼ ହିଁ ନେବେ। ଆଉ ତୃତୀୟ ନିୟମ ହେଉଛି ଏହି ଉପାୟକୁ ଭୋର 4ଟାରୁ 6ଟା ଭିତରେ କରିବେ, ଯେତେବେଳେ ବାତାବରଣ ଏକ ଶାନ୍ତ ଥିବ ଏବଂ ଭଗବାନଙ୍କର ଊର୍ଜା ପୃଥିବୀ ଉପରେ ସବୁଠାରୁ ଅଧିକ ସକ୍ରିୟ ଥାଏ। ଚତୁର୍ଥ ନିୟମ, କିଏ ଦେଖନ୍ତୁ କି ନ ଦେଖନ୍ତୁ, ଆପଣ କିଛି କାହାକୁ କହିବେ ନାହିଁ, କାହାକୁ ବି କିଛି ଜଣାଇବେ ନାହିଁ ଆପଣ ଏହି ଉପାୟ କରୁଛନ୍ତି ବୋଲି। ଏହାର ରହସ୍ୟ ହିଁ ଏହାର ଶକ୍ତି ଅଟେ। ଆଉ ପଞ୍ଚମ ନିୟମ ହେଉଛି ଗୋମାତାକୁ ପ୍ରେମର ସହ ଡାକିବେ, ଗୋମାତାର ମୁଣ୍ଡରେ ହାତକୁ ମାରିବେ ଏବଂ ବିନମ୍ରତା ସହ ଭୋଜନ ଦେବେ। ଏବେ ପ୍ରଶ୍ନ ଆସୁଥିବ, କ'ଣ ଏହି ଉପାୟକୁ ମାତ୍ର ଗୋଟିଏ ଥର କରିବା ଦ୍ୱାରା ହିଁ ବ୍ୟକ୍ତି କରୋଡ଼ପତି ବନିଯିବ? ଆଉ ଏହାର ଉତ୍ତର ହେଉଛି, ଯଦି ଆପଣ ପୁରା ଶ୍ରଦ୍ଧାର ସହ ଏହି ଉପାୟକୁ କରିବେ, କାହାକୁ ବି କିଛି କହିବେ ନାହିଁ, କାହାକୁ ବି ନ ଦେଖାଇ ବିନା ସ୍ୱଚରେ ଉପାୟଟିକୁ କରିବେ, ତ ମାତ୍ର ଗୋଟିଏ ଥର ହିଁ ଆପଣଙ୍କର ଚମତ୍କାର ଘଟିବ। ଯାହା ଆପଣ ଭାବିବେ ତାହା ସବୁକିଛି ଆପଣଙ୍କୁ ମିଳିବ। କିନ୍ତୁ ଯଦି ଆପଣ ଆପଣଙ୍କର
मनरे टिके भी जदि संदेह रखिबे तो एही उपाय निष्फल होइजिब। प्रत्येक मासरे गोटिए निवेश दिनटी आसीथाए। भगवान पूरा ब्रह्मांड निजर रहस्य खोलिथाए। ଆଉ ବିନାୟକ ଚତୁର୍ଥୀ ଗୋଟିଏ ଦୁର୍ଲଭ ତିଥି ଭିତରୁ ଗୋଟିଏ ହୋଇଥାଏ। ଆଉ ଏହି ଦିନ କରାଯାଉଥିବା ପ୍ରତ୍ୟେକ ପୁଣ୍ୟ କର୍ମ ଅନେକ ଗୁଣା ଫଳ ଦେଇଥାଏ। ଆଉ ଯେବେ ଆପଣ ଗୋମାତାଙ୍କୁ ଗୁଡ଼ ଦେଇଥାନ୍ତି ତ ତାହା ମାତ୍ର ଗୋଟିଏ ମିଠା ଅର୍ପଣ ହୋଇଥାଏ, ବରଂ ତାହା ହୋଇଥାଏ ଧନର ଦେବୀ ଲକ୍ଷ୍ମୀଙ୍କୁ ଆମନ୍ତ୍ରଣ କରିବା। ଏହି ଦିନ ଶୁକ୍ରବାର ସକାଳୁ ତ ଯେତେବେଳେ ପୁରା ସୃଷ୍ଟି ନିଦରେ ଥିବ ତ ସେତେବେଳେ ଆପଣ ଆପଣଙ୍କର ଭାଗ୍ୟକୁ ଉଠାଇବାକୁ ବାହାରି ଯିବେ। କୌଣସି ମନ୍ତ୍ରର ଦରକାର ପଡ଼ିବନି, କୌଣସି ପୂଜା ପାଠର ଆବଶ୍ୟକତା ପଡ଼ିବ ନାହିଁ। ମାତ୍ର ପ୍ରେମ, ଶ୍ରଦ୍ଧା, ଭକ୍ତି ଭାବ ରଖି ମୌନ ରଖି ଗୁଡ଼ବାଲା ରୁଟିକୁ ଗୋମାତାକୁ ଆପଣ ଖୁଆଇଦେବେ। ପଛକୁ ବୁଲିକି ଦେଖିବେ ନାହିଁ, ଏକମୁହାଁ ହୋଇ ଘରକୁ ଫେରି ଆସିବେ। ଏହାପରେ ଗୋଟିଏ ଦୀପ ଭଗବାନ ଗଣେଶଙ୍କ ପାଖରେ ବିନମ୍ର ହୋଇ ଗଣେଶଙ୍କୁ ପ୍ରାର୍ଥନା କରିବେ ଏବଂ ଦୀପଟିକୁ ଜଳାଇବେ। ଏହି ଉପାୟ ନା ଆପଣଙ୍କ ପଇସା ମାଗିଥାଏ, ନା ସମୟ, ନା କିଛି ବିଶେଷ ମନ୍ତ୍ର, ନା କିଛି ବସ୍ତ୍ରର ଆବଶ୍ୟକ ପଡ଼ିଥାଏ। କିନ୍ତୁ ଏହି ଉପାୟ ଆପଣ ନିଷ୍ଠା ଏବଂ ଆପଣଙ୍କର କର୍ମର ଶୁଦ୍ଧତା ମାଗିଥାଏ। ଯେଉଁ ଲୋକ ସବୁବେଳେ ଦରିଦ୍ରତାର ମାୟାଜାଲରେ ଫସି ରହିଛନ୍ତି, ଯେ ବାରମ୍ବାର ପରିଶ୍ରମ ପରେ ବି ଫଳ ମିଳିପାରୁନାହିଁ, କିନ୍ତୁ ଏହି ଉପାୟ ବହୁତ ବଡ଼ ବରଦାନ ହୋଇଥାଏ। ଆଉ ଯେବେ ଆପଣ 30 ମେ ଶୁକ୍ରବାର ଦିନ ବିନାୟକ ଚତୁର୍ଥୀ ଦିନ ଗାଈକୁ ଗୁଡ଼ ଖୁଆଇଥାନ୍ତି ତ ମାତ୍ର 30 ଦିନ ଭିତରେ ଆପଣ ନିଜେ ଦେଖିବେ ଆପଣଙ୍କ ଜୀବନରେ କିପରି କିଛି ଚମତ୍କାର ଘଟିବ, ଯାହା ଏପର୍ଯ୍ୟନ୍ତ କେବେ ଘଟି ନଥିଲା। ଆଉ ଯେଉଁ ଦିନ ଏହିପରି ଚମତ୍କାର ଘଟଣା ଘଟିବ ତ ସେହି ଦିନ ଗୋଟିଏ ଦୀପ ଆପଣ ଗୋମାତାଙ୍କ ନାମରେ ଜଳାଇବେ। କାହିଁକି ନା ଯିଏ ଆପଣଙ୍କର ଭାଗ୍ୟର ତାଲାକୁ ଖୋଲିଲା ତାକୁ ତ ଧନ୍ୟବାଦ ନିହାତି ଆପଣ ଦେବେ ନା, ଆପଣଙ୍କର ଧର୍ମ ଅଟେ ଏହା। ବିନାୟକ ଚତୁର୍ଥୀରେ କରାଯାଉଥିବା କାମ କେବେ ବି ଧରିତ୍ରୀ ଉପରେ ରୋକି ହୋଇ ନଥାଏ, ତାହା ସିଧା ପ୍ରଭୁ ଗଣେଶଙ୍କ ପାଖକୁ ଚାଲି ଯାଇଥାଏ। ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ। ଆଉ ଏହି ଦିନ ବିନାୟକ ଚତୁର୍ଥୀରେ ଭଗବାନ ଗଣେଶ ବିଶେଷ ରୂପରେ ବିଘ୍ନକୁ ଆପଣଙ୍କର ହଟାଇ ଦେଇଥାନ୍ତି। ଆଉ ଯେବେ ଆପଣ ସକାଳୁ ଗୋମାତାକୁ ମିଠା ଅର୍ପଣ କରିଥାନ୍ତି ତ 3ଟି ଶକ୍ତି ଏକା ସହିତ ସକ୍ରିୟ ହୋଇଯାଇଥାଏ। ଆଉ ସେହି 3ଟି ଶକ୍ତି ହେଉଛି ମାତା ଲକ୍ଷ୍ମୀଙ୍କର ଧନ, ଗଣପତିଙ୍କର ବିଘ୍ନ ବିନାଶ ଓ ଗୋମାତାଙ୍କର କୃପା। ଏହି 3ଟି ସଙ୍ଗମ ହୋଇଥାଏ। ମାତ୍ର ଗୋଟିଏ ଚତୁର୍ଥୀ, ଏଥିପାଇଁ ଏହି ଦିନ ଆପଣ ଯାହା ବି ମାଗିବେ ତାହା ମିଳିବ। କିନ୍ତୁ ଆଉ ଗୋଟେ କଥାଟି ଧ୍ୟାନ ରଖିବେ, ଏହି ଉପାୟ ସେହି ଲୋକକୁ ଫଳ ଦେବ ଯାହାଙ୍କ ମନରେ ସଚ୍ଚା ଭାବ ଥିବ। ଆପଣ ଭାବୁଥିବେ ମୁଁ ତ ପ୍ରତିଦିନ ଗାଈକୁ ରୁଟି ଦେଉଛି, ପୁଣି ଏହି ଦିନ ଏତେ କ'ଣ ବିଶେଷ ରହିଛି? ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଦୟ ହୋଇଥାନ୍ତି, କିନ୍ତୁ ଗ୍ରହଣ ଦିନ ସୂର୍ଯ୍ୟଙ୍କର ପ୍ରଭାବ କିଛି ଅଲଗା ହୋଇଥାଏ। ଠିକ୍ ସେହିପରି ପ୍ରତିଦିନ ଆପଣ ରୁଟି ଦେଇଥାନ୍ତି, କିନ୍ତୁ ବିନାୟକ ଚତୁର୍ଥୀ ଦିନ ଏବଂ ଶୁକ୍ରବାର ସଙ୍ଗମରେ ଏକ ଦୁର୍ଲଭ ସଂଯୋଗ ହୋଇଥାଏ, ଯାହା ଏହି ଦିନ କରାଯାଉଥିବା ପୁଣ୍ୟ 1000 ଗୁଣା ଫଳ ଦେଇଥାଏ। ଆଉ ଏହି ଦିନର ଅନ୍ନଦାନ, ବିଶେଷ ରୂପରେ ଗୋ ସେବା, ଏହା କେବଳ ଏହି ଜନ୍ମ ପାଇଁ ନୁହେଁ, ବରଂ ଆଗକୁ ଆସୁଥିବା 7 ଜନ୍ମ ପାଇଁ ବି ସୌଭାଗ୍ୟ ନେଇକି ଆସିଥାଏ। ଯେଉଁ ଲୋକ ଏହି ଦିନ କୌଣସି ବି ରୂପରେ ଗୋମାତାଙ୍କୁ ଅର୍ପିତ କରିଥାନ୍ତି ତ ତାଙ୍କୁ ଯମରାଜ ବି ଛୁଇଁ ପାରନ୍ତି ନାହିଁ। ଏହି ଉପାୟ ନା କେବଳ ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବ, ବରଂ ଆପଣଙ୍କ ଘରର ବାସ୍ତୁ ଦୋଷକୁ, ଗ୍ରହ ଦୋଷକୁ, ପାରିବାରିକ କଳହକୁ ମଧ୍ୟ ସମାପ୍ତ କରିଦେବ। ତ ଆପଣ କୃପା କରି ଏହି ବିନାୟକ ଚତୁର୍ଥୀ ଦିବ୍ୟ ଦିନକୁ ଜମାରୁ ବି ହାତ ଛଡ଼ା କରନ୍ତୁ ନାହିଁ। ଏହି ଦିନ ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଗାଈକୁ ନିଜ ହାତରେ ନିଜେ ରୁଟି ତିଆରି କରି ସେହି ରୁଟିରେ ଗୁଡ଼ ମିଶାଇ ନିହାତି ଗାଈକୁ ଖାଇବାକୁ ଦିଅନ୍ତୁ ଏବଂ ଆପଣଙ୍କର ଭାଗ୍ୟକୁ ଆପଣ ନିଜ ହାତରେ ରାତାରାତି ଚମକାନ୍ତୁ। ତ ଆଶା କରୁଛି ଆଜିର ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ, ଯଦି ଆପଣଙ୍କୁ ଆମର ଏହି ଭିଡ଼ିଓରେ କୁହାଯାଇଥିବା ପ୍ରତ୍ୟେକ ଉପାୟ ପସନ୍ଦ ଆସିଥାଏ ତ ଆପଣ ଏହି ଉପାୟକୁ ଆପଣଙ୍କ ଜୀବନରେ କରନ୍ତୁ ଏବଂ ଅନ୍ୟମାନଙ୍କ ପାଖକୁ ଏହି ଭିଡ଼ିଓଟିକୁ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ଏହି ଉପାୟକୁ ଏହି ବିନାୟକ ଚତୁର୍ଥୀ ଦିନ ନିହାତି କରିବେ। ଭିଡ଼ିଓ ଗୋଟେ ଲାଇକ୍ କରିବେ।
आम चैनल जदि आपण मैंने नुआ आसी तो कृपा करी आमर यही चैनल को सब्सक्राइब करी पाखरे थिबा बेल आइकन टी को दबाई देबे। एहा सह कमेंट बॉक्स में जय गोमाता अवश्य लिखिबे।